ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଏଜୁକେସନ୍ ଖବର। ଆଇଏଏସ୍ ଶ୍ରୀମତୀ ଅନନ୍ୟା ଦାସ ଲେଟର କରିଛନ୍ତି ଅଲ୍ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସର ଡିପିସିଙ୍କୁ ସମଗ୍ର ଶିକ୍ଷା ଓଡ଼ିଶାକୁ। ଦେଖନ୍ତୁ ଆପଣଙ୍କର ଲେଟର ନମ୍ବର 6472 ଲେଟର ନମ୍ବର 18/6/2025ରେ ଆପଣଙ୍କର ୟୁଟିଲାଇଜେସନ୍ ସ୍କୁଲ ସେଫ୍ଟି ଗ୍ରାଣ୍ଟକୁ କିଭଳି ଭାବରେ କରିବେ ଏବଂ ଅବଜରଭେସନ୍ ସ୍କୁଲ ସେଫ୍ଟି ୱିକ୍ ଆପଣଙ୍କର କରିବେ ରିଓପନିଂ ସ୍କୁଲରେ। ତ ଚାଲନ୍ତୁ ଦେଖିବା। ଆପଣଙ୍କର ପ୍ରଥମରେ ଦେଖନ୍ତୁ କୁହାଯାଇଛି ମ୍ୟାଡ଼ାମ ସାର୍ ତ ପରିବେଶର ଫଣ୍ଡାମେଣ୍ଟାଲ ଏବଂ ଶାରୀରିକ ମାନସିକ ଏବଂ ମନସ୍ତତ୍ୱରେ କିଭଳି ଭାବରେ ପରିବେଶକୁ ସୁରକ୍ଷା କରିବା ଏବଂ ନିଜକୁ ସୁରକ୍ଷିତ କରିବା, ସେଥିପାଇଁ ଆପଣଙ୍କର ପ୍ରାୟୋରିଟାଇଜ୍ ସେଫ୍ଟି ତ ଆପଣଙ୍କର ନିରାପତ୍ତାକୁ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି, ଯାହାକି ଏଜୁକେସନାଲ ଇନଷ୍ଟିଟ୍ୟୁସନ୍ କ୍ୟାନ୍ ବି କ୍ରିଏଟ୍ ଆଟମୋସ୍ଫିୟର ଷ୍ଟୁଡେଣ୍ଟ ଫିଲ୍ ସିକ୍ୟୁର। ତ ଅବଜେକ୍ଟିଭ ଦେଖନ୍ତୁ, ଏହାର ଉଦ୍ଦେଶ୍ୟ ହେଉଛି କ'ଣ ନା ସିକ୍ୟୁର ଟୁ ସପୋର୍ଟିଂ ଲର୍ଣ୍ଣିଂ ଏନଭାରମେଣ୍ଟାଲ ଫର ଅଲ୍ ଷ୍ଟୁଡେଣ୍ଟ। ସମସ୍ତ ଶିକ୍ଷାର୍ଥୀଙ୍କୁ ଆପଣଙ୍କର ପାରିବେଶିକ ସୁରକ୍ଷା ନିରାପତ୍ତା ଦେବା ପାଇଁ ଏହାର ଉଦ୍ଦେଶ୍ୟ ରହିଛି। ଫଳରେ ଆପଣଙ୍କର ସେମାନେ ଶାରୀରିକ ହେଉ କିମ୍ବା ଆପଦକାଳୀନ ହେଉ କିମ୍ବା ଇମୋସନାଲ ହେଉ କିମ୍ବା ଆପଣଙ୍କର ନିଜର ବ୍ୟକ୍ତିଗତ ହେଉ, ସାଇବର ସୁରକ୍ଷା ହେଉ, ହେଲ୍ଥ ସୁରକ୍ଷା ହେଉ କିମ୍ବା ଆପଣଙ୍କର ବିଭିନ୍ନ ପ୍ରକାର ଆଇନଗତ ସୁରକ୍ଷା ହେଉ, ଏହାକୁ ସୁରକ୍ଷା କରିବା ପାଇଁ ଏହାର ମୂଳ ଉଦ୍ଦେଶ୍ୟ ରହିଛି। ତେଣୁ 3 ନମ୍ବର ଦେଖନ୍ତୁ, ଆଜ୍ ପର୍ ଦ ନର୍ମସ୍ ସମଗ୍ର ଶିକ୍ଷା ପିଏମ୍ଶ୍ରୀ ସ୍କିମ୍ ସେଫ୍ଟି ଗ୍ରାଣ୍ଟ ଗିଭିନ୍ ଅଲ୍ ଗଭର୍ଣ୍ଣମେଣ୍ଟ ସ୍କୁଲ ଫ୍ରମ୍ କ୍ଲାସ୍ 1 to 12 2,000 per ସ୍କୁଲ per year। ଦେଖନ୍ତୁ ଏହି ଅଧୀନରେ ସେଫ୍ଟି ଗ୍ରାଣ୍ଟ ପାଇଁ ଆପଣଙ୍କର ସମଗ୍ର ଶିକ୍ଷା ଅଧୀନରେ ଏବଂ ପିଏମ୍ଶ୍ରୀ ସ୍କିମ୍ରେ ଆପଣଙ୍କର ପ୍ରତ୍ୟେକ ସ୍କୁଲକୁ 2,000 ଟଙ୍କା ଲେଖାଏଁ ମିଳୁଛି। ଯାହାଫଳରେ ଆପଣ କ'ଣ କରିବେ, ହାଉଏଭର 10% କମ୍ପୋଜିଟ୍ ଗ୍ରାଣ୍ଟ ବି ଡିଭୋଟେଡ୍ ୱିଥ୍ ଦ ୱାଶ ଆକ୍ଟିଭିଟିଜ୍। ତ ଆପଣଙ୍କର ପରିଷ୍କାର ପରିଚ୍ଛନ୍ନ ପାଇଁ ଆପଣ 10% ଏହା ଖର୍ଚ୍ଚ କରିପାରିବେ ଏବଂ ଯାହାର ୟୁଟିଲାଇଜ ସିଓର କରିବେ, ଫଳରେ ପିଲାମାନେ ସୁରକ୍ଷିତ ରହିବେ। ଦ ସେଫ୍ଟି ଗ୍ରାଣ୍ଟ ସୁଡ୍ ବି ୟୁଟିଲାଇଜ ବାଇ ଦ ଜୁଲାଇ 15, 2025। ଏହି ସେଫ୍ଟି ଗ୍ରାଣ୍ଟକୁ ଆପଣମାନେ ଜୁଲାଇ 15 ସୁଦ୍ଧା ଖର୍ଚ୍ଚ କରନ୍ତୁ। ସ୍କୁଲ ସେଫ୍ଟି ୱିକ୍ ୱିଲ୍ ବି ଅବଜର୍ଭଡ ଆଫ୍ଟର ରିଓପନିଂ ସ୍କୁଲ ଷ୍ଟୁଡେଣ୍ଟ ଫିଲ୍ ସ୍କୁଲ ସେଫ୍ ସ୍ପେସ୍ ଫର ଦ pedagogic transaction। UC should be submitted by July 13, 2025 ଷ୍ଟେଟ୍ ପ୍ରୋଜେକ୍ଟ ଅଫିସର। ତ ଆପଣମାନେ ଏହି ଗ୍ରାଣ୍ଟକୁ ଜୁଲାଇ 15 ସୁଦ୍ଧା ଖର୍ଚ୍ଚ କରି ଆପଣମାନଙ୍କର ୟୁସି ସାର୍ଟିଫିକେଟ୍ ଜୁଲାଇ 30 ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଛି। ସେହିଭଳି ଦେଖନ୍ତୁ, ଏନସିଓର ଦ ଅବଜରଭେସନ୍ ଅଫ୍ ସ୍କୁଲ ସେଫ୍ଟି ୱିକ୍ ୟୁଟିଲାଇଜେସନ୍ ଅଫ୍ ସ୍କୁଲ ଗ୍ରାଣ୍ଟ। ତ ଆପଣମାନେ କିଭଳି ଭାବରେ ନିରାପତ୍ତା ସପ୍ତାହ ପାଳନ କରିବେ ତାର ମଧ୍ୟ ଗାଇଡ଼ଲାଇନ୍ ଆନେକ୍ସର ଏରେ ଆସିଯାଇଛି। ଫଳରେ ଆପଣମାନେ କ'ଣ କରିବେ, ମାନେ କିଭଳି ସୁରକ୍ଷିତ ଅଛନ୍ତି ତାକୁ ସିଓର କରି ଏହି ବଜେଟକୁ ଖର୍ଚ୍ଚ କରିବେ। ଫର ଦ ମନିଟରିଂ ୟୁଟିଲାଇଜିଂ ସେଫ୍ଟି ଗ୍ରାଣ୍ଟ ଅନଲାଇନ୍ ସିଟ୍ ଫର୍ମାଟ୍ ପ୍ରୋଭାଇଡେଡ ସ୍କୁଲ ବ୍ଲକ ଆଟାଚ୍ ଟୁ ଆନେକ୍ସର ବି। ତ ଆପଣଙ୍କର ମନିଟରିଂ ଏବଂ ୟୁଟିଲାଇଜେସନ୍ ସେଫ୍ଟି ଗ୍ରାଣ୍ଟର ଆନେକ୍ସର ବିକୁ ଫିଲ୍ଅପ୍ କରିବେ ବାଇ ଦ HM and ICHM। HM ଦ୍ୱାରା ଏହା ଫିଲ୍ଅପ୍ କରିବେ ଏବଂ ବିଓକୁ ଏବଂ ଡିପିସି ମାନଙ୍କୁ ଏହି ସାର୍ଟିଫିକେଟ୍ ଆପଣ ସାଇନ୍ କରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେବା ପାଇଁ ନିର୍ଦ୍ଦେଶ ରହିଛି। ଯାହାର ଦେଖନ୍ତୁ ବିଭିନ୍ନ ପ୍ରକାର ଗାଇଡ଼ଲାଇନ୍ସ ଗୁଡ଼ିକ ଆପଣଙ୍କର ସେଫ୍ଟି ଅବଜରଭେସନ୍ର ଆସିଯାଇଛି। ତ ଆପଣମାନେ ଅବଜରଭେସନ୍ କରିବେ ସେଫ୍ଟି ୱିକ୍। ଦେଖନ୍ତୁ ଆପଣଙ୍କର ଫାର୍ଷ୍ଟ ଡେରେ କ'ଣ କରିବେ, SMC ସ୍କୁଲ କମିଟି ହାଜାର୍ଡ ଏକ୍ସରସାଇଜ ଷ୍ଟ୍ରକ୍ଚର ନନ୍ ଷ୍ଟ୍ରକ୍ଚର ସେଫ୍ଟି ଅଡିଟ୍ ଫିଲିଂ ସ୍କୁଲ ସେଫ୍ଟି ଫର୍ମାଟ୍ ମ୍ୟାପିଂ ମେଜର ଦ ହାଜାର୍ଡ ଏକ୍ଜିଷ୍ଟିଂ ସ୍କୁଲ କ୍ୟାମ୍ପସ୍ ଆଫ୍ଟର ଭେରିଫିକେସନ୍ ସ୍କୁଲ କ୍ୟାମ୍ପସ୍। ପ୍ରଥମ ଦିନ ଆପଣମାନେ ସ୍କୁଲର କୌଣସି ପ୍ରକାର ବିପଦସଙ୍କୁଳ ଜାଗା ଅଛି ତାକୁ ନିରୂପଣ କରନ୍ତୁ। ସେକେଣ୍ଡ ଡେରେ ଆଡ୍ରେସିଂ ହାଜାର୍ଡ ମ୍ୟାପ୍ଡ ଏନି ରିପେୟାର କ୍ରାକ୍
ଏବଂ ଯେଉଁଠି ଅସୁବିଧା ଅଛି ତାକୁ ରିପେୟାର କରନ୍ତୁ। ଯେମିତି ହେଲା ଆପଣଙ୍କର ଓପନ୍ ପଣ୍ଡ, ସେଫ୍ ଷ୍ଟୋରେଜ୍ ସେହିଭଳି ଆପଣଙ୍କର ଟକ୍ସିକ୍ ମ୍ୟାଟେରିଆଲ ଯେଉଁଠି ବିଷାକ୍ତ ଜିନିଷ ହେଉ କିମ୍ବା ଜଳା ଜିନିଷ ଥିବ ସେଟାକୁ ଆପଣମାନେ ବନ୍ଦ କରନ୍ତୁ ବା ରିପେୟାର କରନ୍ତୁ। ସେହିଭଳି ତୃତୀୟ ଦିନ ଆପଣ କ'ଣ କରିବେ, ଏନ୍ସିଓର ଦ ଫଙ୍କସନ୍ ଫାୟାର ଏକ୍ସଟିଂଗୁଇସର, ରିପେୟାର ସ୍କୁଲ ଟଏଲେଟ୍, ଡ୍ରିଙ୍କିଂ ୱାଟର ଫ୍ୟାସିଲିଟି ଆଜ୍ ପର ପ୍ରାୟୋରିଟି ମକ୍ ଡ୍ରିଲ୍। ତ ଆପଣଙ୍କର ମକ୍ ଡ୍ରିଲ୍ କରିବେ, ପିଲାମାନଙ୍କୁ ଡେମୋ ଦେଖିବେ ଫାୟାର ଏକ୍ସଟିଂଗୁଇସରର ବ୍ୟବହାର, ରିପେୟାର, ସେମିତି ଟଏଲେଟ୍ କରିବେ, ଡ୍ରିଙ୍କିଂ ୱାଟରକୁ ଆପଣ ଠିକ୍ ଭାବରେ ତଦାରଖ କରିବେ। ସେଭଳି ଫୋର୍ଥ ଡେରେ ଆପଣଙ୍କର ଷ୍ଟୁଡେଣ୍ଟ ଟିଚର୍ସ ବିଙ୍ଗ ଇମ୍ପାର୍ଟେଡ୍ ଟୁ ଟ୍ରେନିଂ ଡୁ ଅର୍ ଡୁ ନଟ୍ ଫାଷ୍ଟ ଏଡ୍ ସେଫ୍ଟି ପ୍ଲିଜ୍ କ୍ଲିୟରଲି ଆଉଟ୍। ତ ସିକ୍ୟୁରିଟି ପାଇଁ ଫାଷ୍ଟ ଏଡ୍ର ବ୍ୟବହାର କ'ଣ କରିବା ନାହିଁ ଚତୁର୍ଥ ଡେରେ ଆପଣମାନେ ସୁନିଶ୍ଚିତ କରିବେ। ଫିଫ୍ଥ ଡେରେ ଆପଣ ରିଜଲ୍ୟୁସନ୍ ସେଫ୍ଟି ୱିଲ୍ ବି ପାସ୍ କରିବେ। ସେଭଳି ଫାଇନାଲାଇଜ୍ ଆପଣ ରିଜଲ୍ୟୁସନ୍ ପାସ୍ କରିବେ। ସେଭଳି ଆପଣ ଇନଫ୍ରାଷ୍ଟ୍ରକ୍ଚର ଗ୍ୟାସ୍ ପ୍ରିପାରେସନ୍ SDP ଆଣ୍ଡ SDP କରିବେ। ଆପଣଙ୍କର ସ୍କୁଲ ଡେଭଲପମେଣ୍ଟ ପ୍ଲାନ୍ କରିବେ ଏବଂ ଫିଲିଂ ଗୁଗୁଲ ଟ୍ରାକର ସେଫ୍ଟି ଗୁଗୁଲ ଟ୍ରାକର ମଧ୍ୟ ଆପଣଙ୍କର ଫିଡ଼ବ୍ୟାକ୍ ଦେବେ। ନେମ୍ ଅଫ୍ ଆକ୍ଟିଭିଟି ଅବଜରଭେସନ୍ ଅଫ ସ୍କୁଲ ସେଫ୍ଟି ୱିକ୍। ସେହିଭଳି ଡିସପ୍ଲେ ସ୍କୁଲ ସେଫ୍ଟି କମ୍ପ୍ଲିସନ୍ ଇନ୍ ଅଲ୍ ରେସ୍ପେକ୍ଟ। ତେଣୁ ଆପଣମାନେ ଅବଜରଭେସନ୍ କରିବେ ସ୍କୁଲ ସେଫ୍ଟିର, ତାପରେ ଆପଣଙ୍କର ଡିସପ୍ଲେ ବୋର୍ଡ଼ କରିବେ, ତାପରେ ମାର୍କିଂ ଟୁ ଡାଇଲେପ୍ଟେଡ୍ କଣ୍ଡିସନ୍ ଆଫ୍ଟର ସେଫ୍ଟି ଅଡିଟ୍, ତାପରେ ରିପେୟାର ମେଣ୍ଟେନାନ୍ସ କରିବେ, ତାପରେ ପ୍ରିପାରେସନ୍ ସ୍କୁଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ଟେ କରିବେ, ତାପରେ ପ୍ରିପେୟାର ଇଭାକୁଏସନ୍ ପ୍ଲାନ୍ କରିବେ। ସେହିଭଳି ଫଙ୍କସନାଲ ଫାୟାର ଏକ୍ସଟିଂଗୁଇସର ସ୍ୟାଣ୍ଡ ବକେଟ୍ ପ୍ଲେସମେଣ୍ଟ ଇନ୍ ସ୍କୁଲ କ୍ୟାମ୍ପସ୍, ଫାୟାର ଏକ୍ସଟିଂଗୁଇସର କରିବେ, ବାଲି ବାଲ୍ଟି ବଦଳରେ ଫାଷ୍ଟ ଏଡ୍ ବକ୍ସ ଗୁଡ଼ିକ ରଖିବେ, ଏନ୍ସ୍ୟୁରିଂ କ୍ଲିୟର ପ୍ୟାସେଜ ଷ୍ଟେୟାରୱେ ସ୍କୁଲ ଗେଟ୍ ରଖିବେ, ସେଲିଂ ଫ୍ୟାନ୍ ଇଲେକ୍ଟ୍ରିକ୍ ଫ୍ୟାନ୍ ପୁଅର କଣ୍ଡିସନ୍ ଅର୍ ଗୁଡ୍ କଣ୍ଡିସନ୍ ତାକୁ ତଦାରଖ କରିବେ, ଇନଷ୍ଟଲେସନ୍ କରିବେ ଏମର୍ଜେନ୍ସି ବେଲ୍ର। ଏଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଯେ ସବୁ ବିଦ୍ୟାଳୟରେ ବର୍ତ୍ତମାନ ଆପଣଙ୍କର ଏମର୍ଜେନ୍ସି ଆପାତକାଳୀନ ଆଲାର୍ମଟିଏ ରଖିବାକୁ ପଡ଼ିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଷ୍ଟୁଡେଣ୍ଟ ହେଲ୍ଥ ଚେକଅପ୍ କରିବାକୁ ପଡ଼ିବ। ତାପରେ ଆପଣ ସଜେସନ୍ ବକ୍ସ ମଧ୍ୟ କରିବେ, ସାନିଟାଇଜର ଏବଂ ହ୍ୟାଣ୍ଡୱାଶ ପଏଣ୍ଟ ମଧ୍ୟ କରିବେ। ଆପଣଙ୍କର CRCକୁ ଆପଣଙ୍କର ଏଇ ଫର୍ମାଟ ଗୁଡ଼ିକ ଦେବେ। ତ ଏଇ ସ୍କୁଲ ଗାଇଡ଼ଲାଇନ୍ ଏବଂ ଆପଣଙ୍କର ସେଫ୍ଟି ଗାଇଡ଼ଲାଇନ୍ ଗୁଡ଼ିକ ଭଲ ଭାବରେ ଆପଣମାନେ କରି ସ୍କୁଲକୁ ସଠିକ୍ ଭାବରେ ରଖନ୍ତୁ। କୌଣସି ମୁହୂର୍ତ୍ତରେ ବି ଆପଣଙ୍କର ଅଡିଟ୍ ହୋଇପାରେ। ଏଭଳି ଏଜୁକେସନ୍ ଇନଫର୍ମେସନ୍ ପାଇଁ ଆମ ଚ୍ୟାନେଲକୁ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।